ଦେଖା କରିବି। ତାହେଲେ ଏଇ କଥା। ହଁ ତାହେଲେ ଠିକ ଅଛି, ମୁଁ ମୋ ପରିଚୟ ଟିକ ତୁମକୁ ଦେବି। ସତେ ହେଲେ ହେଲେ ପୁଣି ପ୍ରଥମେ ମୁଁ ତମ ପରିଚୟ ଟିକ ଜାଣିବା ପାଇଁ ଚାହୁଁଛି। କଣ କହିଲେ? ମୋ ପରିଚୟ? ଆରେ ହଁ। ଠିକ ଅଛି, ତାହେଲେ ମୋ ପରିଚୟ ତମକୁ ଦେବାରେ ମୋର କୌଣସି ବି ଆପତ୍ତି ନାହିଁ ବୀର। ତାହେଲେ କୁହନ୍ତୁ। ବୀର ହଁ। ମୋ ପରିଚୟ ହେଲା, ମୁଁ ନା ଏଇ ପାଖ କାଶୀ ରାଜ୍ୟରେ ବସବାସ କରେ। ଏହି ପାଖ କାଶୀ ରାଜ୍ୟ? ସେଇ କାଶୀ ରାଜ୍ୟରେ ଯେ ରାଜା ଅଛନ୍ତି, ରାଜା ମରକତ କେଶରୀ, ମହାରାଜା ମରକତ କେଶରୀ ଆଉ ମହାରାଣୀ ବେଦମତୀ, ମହାରାଣୀ ବେଦମତୀ ତାଙ୍କରେ ଏକମାତ୍ର ଅଲିଅଲ ଝିଅ ପର ମୁଁ। ଆଚ୍ଛା, ତାହେଲେ ଆପଣ ଜଣେ ରାଜକୁମାରୀ। ହଁ। ଆଉ ତୁମ ନାଟକ କଣ କହିଲ? ମୁଁ ନା ଆରେ ହଁ। ହେ ବୀର, ସେଇ କାଶୀ ରାଜ୍ୟର ରାଜା ମରକତ କେଶରୀଙ୍କର ହଁ ହଁ ଏକମାତ୍ର ଅଲିଅଲ ଝିଅ। ନାମ ମୋର ଶାମୁକା। ଶାମୁକା? ସତେରି ସତେରି ରାଜକୁମାରୀ ଶାମୁକା, ଆପଣଙ୍କ ନାଁଟି ତ ବହୁତ ସୁନ୍ଦର। ଆଉ ଦେଖିବାକୁ ଗଲେ ମଧ୍ୟ ଆପଣ ବହୁତ ସୁନ୍ଦର। ହଁ। ଏଇ ତ ହଉଛି ମୋ ପରିଚୟ। ସାଙ୍ଗସାଥି ବିଲରେ ମା ମଙ୍ଗଳାକୁ ଦର୍ଶନ କରିବା ପାଇଁ ଆସିଥିଲୁ। ହଁ ହଁ। ଆଉ ସେଇ ଦୁଇ ଦୁର୍ବୃତ୍ତ ମୁକାବିଲାରେ ପଡି ଯାଇଥିଲୁ। ଏଇନେ କୁହନ୍ତୁ ନା ତମ ପରିଚୟଟି କଣ? ଆରେ ନିଶ୍ଚୟ ନିଶ୍ଚୟ କହିବି ମୋ ପରିଚୟ। ମୁଁ କହିଲି ତମେ ତମ ପରିଚୟ ଦିଅ, ତମେ ତମ ପରିଚୟ ଟିକେ ଦେଲ, ଏବେ ମୋ ପରିଚୟ ଶୁଣିଲ। ତାହେଲେ କୁହ ବୀର। ତାହେଲେ ମନ ଧ୍ୟାନ ଦେଇ ଶୁଣିବ। ନିଶ୍ଚୟ ମନ ଧ୍ୟାନ ଦେଇ ମୁଁ ତମ ପରିଚୟ। ତାହେଲେ ଠିକ ଅଛି। ଶୁଣାଲୋ ରାଜା ନନ୍ଦନା, ସୁକୁମାରୀ ନୀଳ ନୟନା। ଶୁଣାଲୋ ରାଜା ନନ୍ଦନା, ସୁକୁମାରୀ ନୀଳ ନୟନା। ପରିଚୟ ମୋର ଶୁଣ ନାରୀ ବର, ପରିଚୟ ମୋର ଶୁଣ ନାରୀ ବର। ଜଙ୍ଗଲରେ ଘର ମୋର ତେସିନା। ଶୁଣାଲୋ ରାଜା ନନ୍ଦନା, ସୁକୁମାରୀ ନୀଳ ନୟନା। ଶୁଣାଲୋ ରାଜା ନନ୍ଦନା, ସୁକୁମାରୀ ନୀଳ ନୟନା, ସୁକୁମାରୀ ନୀଳ ନୟନା। ଆଉ ତାପରେ ଦସ୍ୟୁ ଜଳା ସିଂହ ମୋର ପିତା, ଦସ୍ୟୁ ଜଳା ସିଂହ ମୋର ପିତା। ଜାଣେ ନା ମୁଁ କିଏ ଅଟେ ମୋ ମାତା। ସାଗର କୁମାର ନାମ ମୋହର, ସାଗର କୁମାର ନାମ ମୋହର। ଆସିଥିଲି ଦେବୀଙ୍କର ମନ୍ଦିର, ଦେବୀ ଦର୍ଶନେ ଆସି ସ୍ଥାନେ ଭେଟ ହୋଇଲା ମଧୁକାନନେ। ଦେବୀ ଦର୍ଶନେ ଆସି ସ୍ଥାନେ ଭେଟ ହୋଇଲା ମଧୁକାନନେ। ତମ୍ବରୁ ମନା ମାନ ଆଲୋ ନବୀନା। ଶୁଣାଲୋ ରାଜା ନନ୍ଦନା, ସୁକୁମାରୀ ନୀଳ ନୟନା। ଶୁଣାଲୋ ରାଜା ନନ୍ଦନା, ସୁକୁମାରୀ ନୀଳ ନୟନା, ସୁକୁମାରୀ ନୀଳ ନୟନା।
ଶୁଣିଲେ ତ ପରିଚୟ ମୋର ଏଇ ଜଙ୍ଗଲରେ ରହୁଥିବା ସାମଜନ ଦସ୍ୟୁଙ୍କ ପୁତ୍ର ମୁଁ ନାମ ମୋର ସାଗର କୁମାର। ସତରେ ସାଗର ତମ ନାମ ଯେମିତି ତମ ରୂପ ମଧ୍ୟ ଠିକ ସେହିପରି। ତମକୁ ଯେ ଦେଖିଲେ ନିଶ୍ଚୟ କହିବ ତମେ କୋଉ ରାଜ୍ୟର ରାଜକୁମାରଟିଏ ବୋଲି। ତମ କେହି କହିବନି ତମେ ଏ ଜଙ୍ଗଲରେ ବସବାସ କରୁଥିବା ତମେ ଜଣେ ଦସ୍ୟୁ ପୁଅ ବୋଲି। ଆପଣ ସତ କହୁଛନ୍ତି? ତାହେଲେ ଠିକ ଅଛି ରାଜକୁମାର ଶାମକା, ଏଇନେ ତୁମେ ଚାଲିଯାଅ ତମ ରାଜବାସକୁ, ମୁଁ ମଧ୍ୟ ଚାଲିଯାଉଛି ମୋ ନିଜ ଗୃହକୁ। ତାହେଲେ ମୁଁ ଆସିଛି ରାଜକୁମାରୀ ଶାମକା, ମୁଁ ଆସିଛି। ଏ ସାଗର ଟିକେ ଶୁଣ ନା, ତମେ ଏମିତି ତରତର ହେଇଯାଉଛ କ'ଣ ପାଇଁ? ପୁଣି କ'ଣ ହେଲା ଲୋ? ଏ ସାଗର ହଁ ମୁଁ ନା ତମକୁ କିଛି କହିବା ପାଇଁ